ସାଙ୍ଗମାନେ ଚାଲନ୍ତୁ ଆମେ ହାତ କଟିଂ ଦେଖିବା। ତ ଆମେ 4 ଫୋଲ୍ଡ କରିଥିବା କପଡ଼ାକୁ ଏଇଭଳି 4 ଫୋଲ୍ଡ କଲା ପରେ କପଡ଼ାକୁ ଗୋଟେ ଫୋଲ୍ଡ, ଦୁଇଟା ଫୋଲ୍ଡ, 3, 4 ଫୋଲ୍ଡ, 4 ଫୋଲ୍ଡ ହେଇଗଲା ଆମର। ଆମେ ବର୍ତ୍ତମାନ ମେଜରମେଣ୍ଟ କରିବା। ଆମର ବ୍ଲାଉଜର ଲେନ୍ଥ ଅଛି ଆମର 9 ଇଞ୍ଚ। 9 ଇଞ୍ଚରେ ଆମେ ପ୍ଲସ୍ 1 ଇଞ୍ଚ ଆଡ଼୍ କରିଦେବା। ଆମର 10 ଇଞ୍ଚ ଆସିଲା। ଆମେ 10 ଇଞ୍ଚରେ ଗୋଟେ ମାର୍କିଂ କରିଦେବା। ଏପଟେ ମଧ୍ୟ 10 ଇଞ୍ଚରେ ମାର୍କିଂ କରିବା। ତ ଆମେ ସ୍କେଲ୍ ସାହାଯ୍ୟରେ ବର୍ତ୍ତମାନ ସେ ଗାର ଦୁଇଟାକୁ ଆମେ ସେଭ୍ କରିଦେବା। ତାପରେ 2.5 ଇଞ୍ଚ ଆମେ ତଳକୁ ନେଇଯିବା। 2.5 ଇଞ୍ଚ ତଳକୁ ନେଇଗଲା ପରେ ଆମର ଏଇ ସେଭ୍ କରିଦେବା। ସେଭ୍ କରିଦେଲା ପରେ ଆମେ କଟିଂ କରିଦେବା। ହେଇଗଲା ଆମର ହାତ କଟିଂ ହେଇଗଲା। ତାପରେ ଆମେ ତାକୁ ମାପିଦେବା। ଆମର 7.5 ଅଛି ଆମର ଆର୍ମହୋଲ୍, ମହୁରୀ ଅଛି ଆମର 6 ଇଞ୍ଚ। ଆମେ ତାକୁ ସେଭ୍ କରିଦେବା। ତାପରେ ଆମେ 1 ଇଞ୍ଚ ଏମିତି ଏଇଭଳି 1 ଇଞ୍ଚ ଭିତରକୁ ଆମେ ଫୋଲ୍ଡ କରିକି 1 ଇଞ୍ଚ ଆମେ ତାକୁ ମାର୍କିଂ କରିଦେବା। ମାର୍କିଂ କଲା ପରେ ଆମେ ସେତିକି କାଟିଦେବା। এইটা ନ କାଟିଲେ ଆମର ରିଙ୍କିଲ୍ସ ଆସିବ। ରିଙ୍କିଲ୍ ଆସିବ ଆମର କାଖ ତଳେ ଜମା ହେବ କପଡ଼ା।